ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍ ଦୁଇ ଜଣଙ୍କର ମୃତ୍ୟୁ। ଗଞ୍ଜାମ ଜରଡ଼ା ଥାନା ତମ୍ବାପୁର ମନ୍ଦରଡ଼ା ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁଇ ଜଣଙ୍କର ମୃତ୍ୟୁ ଏବଂ ଜଣେ ଏଥିରେ ଗୁରୁତର ଆହତ ଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି। ଖବର ପାଇ ପାତ୍ରପୁର ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ପାତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଦୁଇଟି ବାଇକ୍ରେ ତିନି ଜଣ ଯୁବକ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଛିଟିକି ପଡ଼ିଥିଲେ। ତିନି ଜଣ ଯୁବକ ସେମାନଙ୍କ ମଧ୍ୟରୁ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଆହତ ଅବସ୍ଥାରେ ପାତ୍ରପୁର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଦୁର୍ଘଟଣାର କାରଣ ଖୋଜୁଥିବା ଜଣାପଡ଼ିଛି। ସତ୍ୟନାରାୟଣ ପାଢ଼ୀ ଆମ ପ୍ରତିନିଧି ଯୋଡ଼ି ହେଉଛନ୍ତି ଅଧିକ ସୂଚନା ପାଇଁ ଫୋନ୍ ଲାଇନ୍ରେ। ସତ୍ୟନାରାୟଣ, କେମିତି ଘଟିଲା ଏବଂ ଏ ଦୁର୍ଘଟଣା ଏବଂ ଯିଏ ଆହତ ଅଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି? ହଁ, ଦେଖନ୍ତୁ ମୁକେଶ, ଯୋଉ ରହିଛି ଜରଡ଼ା ଥାନା ଅଞ୍ଚଳର ରହିଛି ତମ୍ବାପୁର ଓ ମନ୍ଦରଡ଼ା ରାସ୍ତା ରହିଛି। ଏହି ରାସ୍ତାରେ ଗୋଟିଏ ବାଇକ୍ ରେ ତିନି ଜଣ ଯୁବକ ଯେତେବେଳେ ଯାଉଥିଲେ, ହଠାତ୍ କୌଣସି କାରଣ ଯୋଗୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ପିଟି ହେଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଛିଟିକି ହୋଇ ରାସ୍ତା ଉପରେ ପଡିଥିଲେ, ଯାହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଜଣେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ, ତାଙ୍କୁ ପାଣି ଦେଇଥିଲେ, ତା ସହିତ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ, ପୋଲିସକୁ ଖବର ଦେଇଥିଲେ। ପାତ୍ରପୁର ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ପହଞ୍ଚି ତିନି ଜଣ ଯାକୁ ପାତ୍ରପୁର ମେଡିକାଲ ଆଣିଥିଲା। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କର ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଯାହା ସୂଚନା ଆସୁଛି ଯେ ପାତ୍ରପୁର ତାଙ୍କୁ ବ୍ରହ୍ମପୁର ମଧ୍ୟ କିଛି ସମୟ ପରେ ସ୍ଥାନାନ୍ତର କରାଯିବ, ଯେହେତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଜରଡ଼ା ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି, ତା ସହିତ ଗାଡି ଜବତ କରିଛି ଓ କାହିଁକି ଦୁର୍ଘଟଣା ହେଲା, କଣ କାରଣ ରହିଛି, କଣ ପାଇଁ ଦ୍ରୁତ ଗତି ନା ଅନ୍ୟ କିଛି କାରଣ, ନା ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଛି, ନା କଣ ହେଇଛି, ଅଧିକ କାରଣ ଖୋଜୁଛି ଜରଡ଼ା ଥାନା ପୁଲିସ। ଆଗାମୀ ଦିନରେ ସ୍ପଷ୍ଟ ହବ କାହିଁକି ଦୁର୍ଘଟଣା ହେଲା, କଣ ଦୁର୍ଘଟଣା ହେଲା। ओके, बहुत बहुत धन्यवाद सत्यनारायण आपनकर सूचना पाई। दुर्घटनार चित्र आप देखुंत, स्पष्ट कारण जदिव जना पड़ेनी, किंतु दुखद खबर सामना को आसी। दुई जनकर युवकर दुर्घटना मृत्यु होईछि, जड़े गुरुतर आहत अवस्था हॉस्पिटल रे भर्ती करा जायछि, चिकित्सित होउछन्ते। जेतेबेले सड़क सुरक्षा सप्ताह पालन करा जाउछि राज्य रे, तार भितरे प्रतिदिन ये दुखद खबर दुर्घटनार सामना को आसुछि।